ଏମିତି ମଣିଷ ତୋର ଅତମ ଅଛି ମାନେ ମୁଁ କେବେ ଚଳିବିନି। ରଜେଶର ଟାର୍ଗେଟ ଅଛି ସେହି ଯୋଉଦିନ ମୋ ଗଲାରେ ଟବୁଳ ଅଛି সেই হিসাব বরাবর করে দেখিয়ে দেবে। ସେହି এই রাস্তা দেই জীব হসিবা করুছে ମୁଁ এই জায়গাରେ জগি রইবি। জীব হসিব কেন আরম্ভ করিবি এই জায়গাରେ জগি রইবি। फोनटा लागेलानी जदि फोनटा लागिता ता छत कथाए पागल होता जाओ फोनटा चुईच पचे से दिन फोन करी कहला तुमको देखा करू आसी बोले सतरे कौन आसीज किए आसी जाइल ମୁଁ କେତେବେଳେ ତୁ ଅପେକ୍ଷା କରିଛେ ତୋ ଶିବ ବାଟକୁ ତୁ କହି କେତେ ବ୍ୟସ୍ତ ହେଇଯାଉଥିଲ ଲାଜ ଲାଗୁନି ଗୋଡା ଝିଅକୁ ଦେଖି ଏ ନିର ଜାଗାରେ ହଇରାଣ କରି ବସିଛୁ ଆଉ ଚାରିଟା ନହେଲେ ବୋଲ ବୋଲି କହିଛି ବୋଲ କଣ କରସ୍ତାନ ଜାଣିନ ତୁ ମତେ ଯୋଉ ଉପହାର ଦେଇଥିଲୁ সেই উপহার ফেরস্ত କରିବାକୁ ଆସିছিল যদি না କହିବ জীবনের মারি দেবে যদি রাজি হয়েଯିବୁ বঞ্চিଯିବୁ ମୋ ସହିତ চল ମୋ ସହିତ ସୁଖରେ ସଞ୍ଚାର କରୁ ଆରେ अरे तुम्हारी कथा भाभी भाभी आसला बेले को तुमर पुणी ये अवस्था
ଯେତେ ମନା କଲା ପରେ ବି ମୋ କଥା ଜମା ଶୁଣିଲାଣି କି ତୁ ମୁଁ ଗୋଟେ ଝିଅ ପିଲା ମୁଁ କ'ଣ କରିପାରିଥାନ୍ତି ଯେ ପ୍ରୀତି ମୁଁ ଯଦି ଜାଗାରେ ଆସିନଥାନ୍ତି ତାହେଲେ ତମର ଅବସ୍ଥା କ'ଣ ହେଇଥାନ୍ତା ତମେ ଟିକେ ବୁଝିପାରିଛ ତ ତମେ ତ ଆସିଗଲ ନା ହେଇଛି ତୁ ତମେ ତ ଆସିଗଲ ନା ହେଇଛି ତୁ ସେଦିନ ଆଖିକୁ ଆଖି ମିଶାଇ କଥା ହେଲ ସେଦିନ ତୋ ପାଇଁ ମୁଁ ଦିବାନ ହେଇଗଲି ଖାଇଲେ ଶୋଇଲେ କାଲି ତୋ ଭାବନାରେ ପ୍ରୀତି ସତରେ କ'ଣ ତମେ ମୋ ପାଇଁ ଦିବାନୀ ହେଇଯାଇଛ ହଁ ପ୍ରୀତି ସେଇଦିନ ପ୍ରଥମ ଦେଖାରୁ ମୁଁ ତୁମକୁ ମନେ ମନେ ଭଲ ପାଇ ବସିଛି ହେ ପ୍ରୀତି ମୁଁ ତୁମକୁ ଭଲ ପାଏ ପ୍ରୀତିକୁ ଠିକ କଥା କହିବି କିଛି କର ଭାବିବେନି ତ ଖୋଜି ତ ହେ ପ୍ରୀତି ତମକୁ ଭଲ ପାଇ ବସିଛି ଆଉ ମୁଁ କ'ଣ କହୁଥିଲି କି ମୁଁ ତୁମକୁ ଭଲ ପାଉଛି ହେଲେ ମୁଁ ତୁମକୁ ଅଛି ଏଇ ଶିବ ମନ୍ଦିର ନେବି ଆଉ ମୁଁ ତୁମକୁ ବାହା ହେଇ ପଡ଼ିବି ଦେଖିବ ପ୍ରୀତି ତମ ହାତରେ ଶଙ୍ଖା ମତରେ ସିନ୍ଦୁର ମୁଣ୍ଡ ଘଡ଼ନି ଦେଇ ମୋ ଘରକୁ ନେଇଯିବି ସତ କହୁଛି ତୁ ମୋ ହାତରେ ଶଙ୍ଖା ମତାର ସିନ୍ଦୁର ଦେଇ ମୁଣ୍ଡରେ ଓଢ଼ଣ ଦେଇ ତୁମ ଘର ନେଇଯିବ ନୀତି ସତ ସକାଳେ ପଟେ ଜାଣିଥିବେ ମୋ ପୂଜାରୁଣୀ ତୁମ ମୋ ଦେବତା ତମେ ମତେ ବିଶ୍ୱାସ କରୁନ ଆଉ ଠିକ ଅଛି ଦେଖିବ ହାତରେ ଶଙ୍ଖା ଦେବି ମୁଣ୍ଡରେ ସିନ୍ଦୁର ଘଡ଼ନି ଦେଇ ମୋ ଘରକୁ ନେଇଯିବି ଆଉ ଡେରି କରୁଛୁ କାହିଁକି ଚାଲ ଚାଲୁଛି ତ ইরে মু কোন এতে করা হ্যাঁ যে দেখিলে কালি মো উপরে গালি ছোড়া তা মা মরু ছোড়া হ্যাঁ সেপটে লোভ কলে গেলেইকু যদি মতে হালু সপতরে চালি গলা ଆଉ ହେ ପଟେ ଦେବରାଜ ମୋ ନାଁ ଧରୁନି ହେଁ କେମିତି ମଣିଷ ଯାକବେ ତାଙ୍କରି ପାଇତା ପାଇଁ ମୁଁ କାଲି ଗିରି 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 ହୋଇ ବୁଲୁଥିବି ମୋତେ କିଏ ବି ପଚାରୁ ନାହାନ୍ତି ଆଜ୍ଞା କୁଆଡ଼େ ଗଲେ? अरे कौन है चिकन ये मैं बात करछु काहे की अरे कौन है चिको କଣ ହବ ଆଜ୍ଞା କିଛି ହେଇନି ଆଜ୍ଞା कौन मैं पार्टी का करतु बे ଆଜ୍ଞା ଆସିଲି ତ ଦେଖିଲି କିଏ ନ ଦେବାରୁ ମୁଁ ଡାକିଲି ଆଜ୍ଞା ମାମୁ ଏ ବୁଢ଼ାର ବୋଧେ ମୁଣ୍ଡ କିଛି କାମ କରୁନି ମାମୁ ଇଆକୁ ମେଡିକାଲକୁ ନେବାକୁ ପଡ଼ିବ କ'ଣ କହୁଛେ ବୁଝି ହଉନି ମାମୁ ହଁ ବୁଝି ହଉନି ଇରେ ନାତିଆ ମୁଁ ରହିଲି ବୋଲି ତୋର ଜୀବନ ବଞ୍ଚିଗଲା ରେ ନହେଲେ ଏକ ପାଞ୍ଜିରେ ଯାଇଥାନ୍ତୁ କ'ଣ କହିଲୁ ମୋର ମୁଣ୍ଡ କାମ କରୁନି ହେଁ? ମୋର ମୁଣ୍ଡ କାମ ନ କରିଲେ ଏତେ ବଡ଼ ବିପଦକୁ ମୁଁ ସାଇଡ୍ କରିଥାନ୍ତି ନହେଲେ କ'ଣ ହେଇଥାନ୍ତା ଜାଣିପାରୁଛୁ ତ ହେଁ? तामने तू कौन कोई थोड़ करलो ଆଜ୍ଞା ଆପେ ମଳେ ବାପର ନା ଆଉ ମୁଁ କାହିଁକି କିଆ ନେବି ଆଜ୍ଞା ଆପଣ ମାନେ ଯାହା କରିବା କଥା କରନ୍ତୁ ଆଜ୍ଞା ମୁଁ ଚାଲିଲି दंडो तारे ये तो सब हो जाई थी मुक्त धनी फारुनी ए बाजा मो बिरदर जे कहबा ताको मुंडर गंडी अलगा कर देबी कहानी को छाड़बिनी ये सोर सारा मोइला कर थालो मोते पुली बेमान चाल बन जा ए संग संग ବୁଢ଼ା କାଳରେ ବଞ୍ଚିଗଲା ଆଉ ସେମାନେ କରିବେ କିଲା ମୁଁ କାହିଁକି ସମ୍ଭାଳିବି ଆଜିଠୁ ତାଙ୍କ କଥା ମୋ ତୁଣ୍ଡରେ ଧରିବିନି ହଉ ମୁଁ ହେ ହିରିଆ ଚାଲି ଯିବି ଆଉ ଏ ନନ୍ଦିନୀ ଆରେ ପୁଅମାନ ଯାଇଛନ୍ତି କୁଆଡ଼େ କାହାରି ଦେଖା ନାହିଁ ଯେ ଆରେ କୋଉଠି ଯାଇଛନ୍ତି ମୁଁ ବି ଦେଖୁଛି କୁଆଡ଼େ ଯାଉଛନ୍ତି ମୁଁ ବି ଜାଣିନି ଗଲାବେଳେ କହିକି ଗଲେ ତ ଜାଣି ହବ କିଛି କହିବେନି ଚାଲିଯିବେ ଆମେ ଜାଣିବା କେମିତି ଯେ ହେ ପୁଅକୁ କେମିତି କହିଲେ ବୁଝିବ କେଜାଣେ ତା ପାଇଁ କେବେ ହେଲେ ଆମେ ଦୁଇ ଜଣ
ଆତ୍ମହତ୍ୟା କରିବାକୁ ପଡ଼ିବ ନନ୍ଦିନୀ, ହଁ ଆତ୍ମହତ୍ୟା କରିବାକୁ ପଡ଼ିବ। ଏ କ'ଣ କହୁଛ? ସେ ସବୁ ଅଶୁଭ କଥା ତୁଣ୍ଡରେ ଧରୁଛ କାହିଁକି? କୁଆଡ଼େ ଯାଇଛନ୍ତି ଆସିବେନି ଘରକୁ? ବୁଝିଲ ନନ୍ଦିନୀ, ଆମେ ଦେଖିଥିବା ଝିଅକୁ ତ ଟୋଟାଲି ପସନ୍ଦ କଲାନି। ଆରେ ମୁଁ ଭାବୁଛି ତା ଇଚ୍ଛାରେ ଆରେ ତା ପସନ୍ଦ ହେଲେ ଗୋଟିଏ ଭଲ ଝିଅ ଦେଖିଥାନ୍ତା, ମୁଁ ବୋଉ ହିସାବରେ ଗ୍ରହଣ କରିଥାନ୍ତି। ସିଏ କ'ଣ ଆମ କଥା ମାନୁଛି? କିଛି ବି କଥା ମାନୁନି। ହେ ଦେଖିପାରୁଛ ତମେ କାଲିଟାରେ ଘାଳି ଦଉଛ। ହେ ଆମ ଜିତୁ ତ ହେଇ ତ ଆସିଗଲାଣି। ଠିକ ଅଛି ତାকে ଆସନ୍ତୁ, କିଛି ବି କହିବନି ହେଲା। ମୁଁ ଯେ ପର୍ଯ୍ୟନ୍ତ ନ କହିବି ସେ ପର୍ଯ୍ୟନ୍ତ ସେଇଠି ରହିବ। ଏ ନନ୍ଦିନୀ, ଆରେ ମୁଁ ମୋ ପୁଅକୁ ଖାଲିଟା ଲାଗୁଥିଲି। ଏ ଦେଖିପାରୁଛ ମୋ ପୁଅ ଗୋଟିଏ ନୂଆ ବୋଉଟେ ନେଇକି ଆସି ଆସ ଯଥାଶୀଘ୍ର ବାଜା ରୋଷେଇ ନେଇକି ଆସ। ଆସ ଶୀଘ୍ର, କ'ଣ ଲେଟ୍ କରୁଛ? ଏଇ ନିଅ ବନ୍ଦାପଣ କରନ୍ତୁ। ଏଇ ନିଅ। ନନ୍ଦିନୀ, ଆରେ କାହିଁକି ଆଉ ଏତେ ଡେରି କରୁଛ ମ? ଏତେ ଦିନ ଖୁସି, ଆଜି ବହୁତ ଦିନ ପରେ ଆଜି ମୋ ପୁଅ କଥା ରାଞ୍ଚି। ଆଉ ଡେରି ନ କରି ଘର ଭିତରକୁ ନେଇ ଚାଲ, ବନ୍ଦାପଣାର ବନ୍ଦୋବସ୍ତ କର। ଚାଲ ନନ୍ଦିନୀ। ଠିକ ଅଛି। ଚାଲ ଜିତୁ, ଭୌମାକୁ ଭିତରକୁ ନେଇଯିବା। ହେ ପ୍ରୀତି, ଆରେ ଚାଲ। ଏତେ ଦିନ ପରେ ଆଜି ମୋ ପୁଅ ମୋ କଥାଟା ମାନିଛି। ମୁଁ ଆଜି ବହୁତ ଖୁସି ହେଇଗଲି। ତାହେଲେ ଯାଉଛି, ମୋର ଯେତିକି ସାଙ୍ଗସାଥି ଅଛନ୍ତି, ବନ୍ଧୁବାନ୍ଧବ ଅଛନ୍ତି, ସେଇମାନଙ୍କୁ ମୁଁ ନିମନ୍ତ୍ରଣ ପତ୍ର ଦେଇ ଭୋଜି ଭୋଜର ଆୟୋଜନ କରିବି। ତାହେଲେ ଯାଉଛି ମୁଁ। टंड पाड़ी के दोबड़िया खाइलानी हाकन नाही नी समाना नंदपुर नि खेत यार सोते लक्ष्मी बस ना पर यार सो सेंती पला आइलानी हैं ହେ ଭାଇ ମୁଁ ଯାହାକୁ ଜୀବନ ଦେଇ ଭଲ ପାଉଥିଲି हां ମୁଁ ତାକୁ କେବେ ଭୁଲି ପାରୁନି ଭାଇ। ହଁ ମୁଁ ତାକୁ କେବେ ଭୁଲି ପାରୁନି। सुना लागला छे तो मान भूली ना पर रे तार लागी समान पलाया भूलानी तो घरे आराम रे रांदी गाय रो बोला वाला समान पलाया भूलानी तोर पते देख बिना से खाओ सुबर खाम लागला दंदा देखबी की ठोकी कोन एटा को मिलला एटा सत्य दारी नालाटा बोले आका बोलते ना निजो नंबर घर जो ହଁ ଭାଇ ତମେ ସକାଳରୁ କିଛି ଖାଇନ ବୋଧେ? तने पिला में जो खाता न रहे ତୁମକୁ ଖାଇବା ଦେଇ पिला मन के न देखले न रहे टोकरी बुद्धि ମାମୁଁ, ଏଇ ଝିଅଟା ଇଏ ଖାଉଛି ମାମୁଁ। ତାର ଘରର ସବୁ ସୁନା ଗହଣା ସବୁ ନେଇକି ଯିବା ମାମୁଁ। आई पुल्ला में ना तुमक ना देखो ତୁ କିଏ ବେ? उठ उठ केनता କୌଶଳ କିଏ ବେ? हां तू के ତୁ କିଏ ବେ? तू के ତୁ କିଏ ବେ? तू के ना ମୁଁ ତ ବାପା ବେ। बाबा केत नंबर बाबा बाबा मारे लज बाबा ଓ ବେ। Rona amar baba dong kata mo torer purna tetli amar got Rona baba untir le baba tektin may paingkat sakar milay ni baba baba yakin baba
ହ୍ୟାଲୋ ଶ୍ରୀୟ କେମିତି ଲାଗୁଛି? ସେଇଦିନ ମୁଁ ଆସିଥିଲି କ'ଣ କହିଥିଲୁ? ଏ ଦେବରାଜ ଯାହା କରିବ ଫେସ୍ ଟୁ ଫେସ୍ କରିବ। ମୁଁ ଯାହା ସାହିବି ସେଇଆ କରିବି। ମୁଁ ଯେତେବେଳେ କହିଥିଲି ମୋ କଥାରେ ରାଜି ହେଇଗଲେ ମୋ ମତରେ ଭଲ ହୁଅନ୍ତା। ଏବେ କ'ଣ ହେଇଗଲା ଜାଣିପାରିଲୁ ତ? ମୋ କଥାରେ ଏମିତିକା ମଣିଷ ସିଲି କେବେ ନ ଛିଣ୍ଡିଲା ପରି ଥାଏ। ଓ ଦେବରାଜ କ'ଣ କହିବାର ଅଛି? ସିଧା ସିଧା କୁହ। ସେ ଫାଲତୁ ଭାଷଣ ଶୁଣିବା ପାଇଁ ମୋ ପାଖରେ ସମୟ ନାହିଁ। ଆରେ କ'ଣ ପାଇଁ ଆସିଛୁ କୁହ? ମୁଁ ହସିବା କାରଣ ଏ ଦେବରାଜ ଯାହା କରିବ ଫେସ୍ ଟୁ ଫେସ୍ କରିବ। ତୁ ମୋର କିଛି କରିପାରିବୁନି। ମୁଁ ତତେ ଏଇ ଜାଗାରେ ମାରିଦେବି। ତୋ ବାପା ମୋ ସହିତ ଯେମିତି ଚୁକ୍ତି କଲାରୁ ମୁଁ ତୋ ବାପା ମାକୁ ମରିଛି କେବଳ ତମ ବାପାର ସମ୍ପତ୍ତି ଲୋଭରେ। ତମ କଣ୍ଟା କରିବୁ କରିବେ ତୋ ଘର ସୁନା ଘର ତୋ ସମ୍ପତ୍ତି ମୁଁ ସବୁ ନେଇକି ଛାଡ଼ିଯିବି। ତମର କିଛି କରିପାରିବୁନି। ଯାଉଛି ଯାଉଛି। দেখলু স্টকি এবার গুন্ডা আমার খেন্তাটা দেখলুস। হ্যাঁ তোর লাগি মোকে গোসরাইলে নাই গোসরাইলে মুই যা দিলি আছি গো টাইম যা তলে ওদের নাই না সব পিটি উপরে ওদরলা সত্যি। হে ভাই ମୁଁ ଭଲ ଭାବରେ ଜାଣିଥିଲି ଭାଇ ସେ ଦେବରାଜ ଭଲ ମଣିଷ ନୁହଁ ବୋଲି। ଏବେ ସେମିତି କହୁଛି ମୋ ବାପା ମାଆକୁ ମାରି ଯାଇଛି ବୋଲି। ଇଏ କଥା ତେର କାଇଁ କଥା କାଇଁ হ্যাঁ ମୁଁ କିଛି ଜାଣିନଥିଲି। ଓ ଭାଇ ମୁଁ ତାକୁ ଜୀବନଠୁ ବେଶ ଭଲ ପାଉଥିଲି। রইলা ତାକୁ ବିନା ଦୋଷରେ ଦୋଷ ଦେଇଛି। ଯେମିତି ହେଲେ ବି ମୋ ମନ ଦୁଃଖ ଯିବାକୁ ପଡ଼ିବ। মন দিকে তো ଓ ଭାଇ তোর মন গ্যারান্টি কো জান দেবি